ସମସ୍ତଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲ ଉତ୍କଳ ଆଇକ୍ୟୁକୁ ସ୍ୱାଗତ। ଆଜି ଆମେ ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆ ଆମ ସାହିତ୍ୟ ବହିର ପ୍ରଥମ ପଦ୍ୟ ଯେଉଁ ରହିଛି ବନ୍ଦେ ଉତ୍କଳ ଜନନୀର ଗୋଟିଏ ସରଳାର୍ଥ ପଢ଼ିବା। ଆଜିର ସରଳାର୍ଥ ଅଛି ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଦରମାଳା ସାଜେ ତରଙ୍ଗେ। ତେଣୁ ଆମେ ପ୍ରଥମେ କ'ଣ କରିବା, ଯେତେବେଳେ ଏଇଟା ଲେଖୁଛେ ଗୋଟେ ସରଳାର୍ଥ ଲେଖିଲା ବେଳେ ପ୍ରଥମ ଶବ୍ଦ ଆଉ ଶେଷ ଶବ୍ଦ ମଝିରେ ଡଟ୍ ଡଟ୍ ଲେଖିବା। ତେଣୁ ଲେଖିବା ଘନ ଘନ ଡଟ୍ 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 ତରଙ୍ଗେ। ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ। ତେଣୁ ଏଇ କ୍ୱେଶ୍ଚନରେ ପ୍ରଥମେ ଯେତେବେଳେ ଆମେ ଗୋଟେ ସରଳାର୍ଥ ଲେଖୁଛେ ସେତେବେଳେ ପ୍ରଥମେ ତାର ମାର୍କିଂ ରହୁଛି କୋଉଠି, ଯେ ଏଇଟା କୋଉଠୁ ଆସିଛି। ତେଣୁ ଆମେ ଲେଖିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ସଙ୍ଗୀତରୁ ଉଦ୍ଧୃତ। ତେଣୁ ଏଇଠି ଆମେ ଗୋଟେ ହାଫ୍ ଏକ ମାର୍କ ମଧ୍ୟ ଏଇଠି ପାଇଲେ। ନେକ୍ସଟ ଆମେ ଏଇ ପଦ୍ୟରେ ବା ଏଇ ଯୋଉ ପଦ୍ୟରେ କ'ଣ ବର୍ଣ୍ଣନା କରାଯାଇଛି ତାକୁ ସର୍ଟରେ ଲେଖିବା, ଦେନ୍ ତାକୁ ଆମେ ଭିତରେ ଡେସ୍କ୍ରାଇବ କରି ଲେଖିବା। ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଘନ କାନନ ମଣ୍ଡିତା ଉତ୍କଳ ଜନନୀର ତରଙ୍ଗାୟିତ ନୀଳିମା ମଣ୍ଡିତ ପର୍ବତମାଳାର ଅପୂର୍ବ ଶୋଭାର ଚାରୁଚିତ୍ର ଚିତ୍ରଣ କରିଛନ୍ତି। ମାନେ ଯୋଉ ପଦ୍ୟରେ ଆମର ଦେଲା ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଧର ମାଳ ସାଜେ ତରଙ୍ଗେ, ମାନେ ଯେମିତି ଘନ ଘନ ବନଭୂମି ମାନେ ଅଧିକ ଜଙ୍ଗଲ ଅରଣ୍ୟ ଦ୍ୱାରା କେମିତି ଆମ ଉତ୍କଳ ଜନନୀ ଅଧିକ ଶୋଭା ପାଉଛି, ଆଉ ସେଥିରେ କେମିତିକା ନୀଳ ଭୂତରମାଳା ନୀଳ ପାହାଡ଼ କେମିତି ଅପୂର୍ବ ଶୋଭା ବର୍ଦ୍ଧନ କରୁଛି ଆମ ଜନ୍ମଭୂମିର, ସେଇଟାକୁ ଏଠାରେ ଚିତ୍ରଣ କରାଯାଇଛି। ତେଣୁ ବର୍ତ୍ତମାନ ଆମେ ଲେଖିବା, ବର୍ଣ୍ଣନା କରି ତା ବାବଦରେ ଲେଖିବା। ଏଇଟା ମୁଖ୍ୟତଃ 2.5 ମାର୍କ ଥାଏ। ଆଉ ଶେଷରେ ଯୋଉ ଆମେ ଲେଖିବା ବାସ୍ତବିକ କବିଙ୍କର ବର୍ଣ୍ଣନା, ଏଇଟା ପାଇଁ ଅଧ ମାର୍କଟେ ଥାଏ। ଉପରେ ବର୍ଣ୍ଣନାରେ ଆମର କହିବାକୁ ଗଲେ 2 ମାର୍କ ଥାଏ। ତେଣୁ ଏବେ ଲେଖିବା ଲାସ୍ୟମୟୀ ହାସ୍ୟମୟୀ ଭାସ୍ୟମୟୀ ଉତ୍କଳ ଜନନୀର କୋଳରେ ଘନ ଘନ କାନନ ରାଜି ଶୋଭା ପାଉଛି। ମାନେ ଘନ ଘନ କାନନ ରାଜି ମାନେ ଘନ ଜଙ୍ଗଲ ଉତ୍କଳ ଜନନୀର କୋଳରେ ଶୋଭା ପାଉଛି। ଉତ୍କଳ ଜନନୀ ହଉଛି ମାନେ ସେ ପୂତ ପୟୋଧି ସ୍ନାତା ତାଳ ତମାଳ ତଟମଣ୍ଡିତା ଅରଣ୍ୟାନି ଶୋଭିତା ମନମୁଗ୍ଧକାରିଣୀ। ମାନେ ଉତ୍କଳ ଜନନୀ ହଉଛି ପୂତ ପୟୋଧି ସ୍ନାତା, ପୂତ ପୟୋଧିରେ ମାନେ ସମୁଦ୍ର ଦ୍ୱାରା ସିଏ ନିଜର ମାନେ ସ୍ନାନ କରୁଛି। ତାଳ ତମାଳ ତଟମଣ୍ଡିତା ମାନେ ଗଛ ବିଭିନ୍ନ ପ୍ରକାର ଗଛରେ ତାର ତଟକୁ ମଣ୍ଡିତ ମାନେ ତଟ ଭରଣା ହଉଛି। ତା ସହ ବିଭିନ୍ନ ପ୍ରକାର ଅରଣ୍ୟରେ ସବିତା ଓ ସମସ୍ତଙ୍କୁ ତାର ଶୋଭା ଦ୍ୱାରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି। ତରଙ୍ଗାୟିତ ନୀଳିମା ମଣ୍ଡିତ ପର୍ବତମାଳା ବିହଙ୍ଗମାନଙ୍କର କଳରବରେ ଅହରହ ମୁଖରିତ ହୋଇ ଉତ୍କଳ ଜନନୀର ଶ୍ରୀବର୍ଦ୍ଧନ କରୁଛି। ଯେମିତି ସମୁଦ୍ରର ଢେଉ ଆସେ ସେମିତିକା ପାହାଡ଼ମାନ ପର୍ବତମାଳା ଗୁଡ଼ିକ ଆମ ଉତ୍କଳ ଜନନୀର ଶ୍ରୀକୁ ବର୍ଦ୍ଧନ କରୁଛି। ସେଥିରେ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର କଳରବର ଶବ୍ଦ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ସହ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି। ଉତ୍କଳ ଜନନୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ତେଣୁ ଉତ୍କଳ ଜନନୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଯଦି ଆମେ ବର୍ଣ୍ଣନା କରିବା ତାହା ସରିବ ନାହିଁ, ଅବର୍ଣ୍ଣନୀୟ ଅଟେ। ତେଣୁ ଆମେ ଭିତରେ ଏତିକି ଲେଖିବା। ଶେଷରେ ଆମେ ଲେଖିବା ବାସ୍ତବିକ କବିଙ୍କର ଏହି ଉକ୍ତିଟି ଅତ୍ୟନ୍ତ ମର୍ମଭେଦୀ ଓ ହୃଦୟସ୍ପର୍ଶୀ ଅଟେ।